ସବୁଥିରୁ ବଞ୍ଚିତ କରି କାହିଁ ଆମକୁ ତା ଭିତରେ ପୁରଉଛ ଭାଇ। କିଛି କଣ ହବା ନହବା ସବୁ ମାନ୍ୟବର ସଭାପତି ନିଷ୍ପତ୍ତି ନେବେ। ଆମେ କିଏ? ଆମେ ନିମିତ୍ତ ମାତ୍ର। ଆମେ ଗୋଟିଏ କଥା କେବଳ କହିବୁ କାୟ ମନ ବାକ୍ୟରେ, ନବୀନ ପଟ୍ଟନାୟକ ସର୍ବମାନ୍ୟ ନେତା। ଆମେ ତାକୁ ଭଲ ପାଉ, ସମ୍ମାନ କରୁ। ଏ ହୃଦୟ ଭିତରେ ନବୀନ ପଟ୍ଟନାୟକ। ଆଉ ଦ୍ୱିତୀୟ କଥା ଆମ ପାଖରେ କିଛି ନାହିଁ। ବିଜେପି ବାଲା ଯୋଉ କଂଗ୍ରେସ ବାଲା ଯୋଉ ଆରୋପ ଲଗାଉଛନ୍ତି ଯେ ବିଜେପିର ବି ଟିମ୍ ବିଜେଡି, ସେଇଟା ଆମକୁ ବହୁତ ଖରାପ ଲାଗୁଛି। ହେଲା କଥା। କିନ୍ତୁ ପ୍ରକୃତରେ 24 ବର୍ଷ ଶାସନ ଆମେ କରିଛୁ। ଲୋକଙ୍କ ମନରେ ଏବେ ବି ନବୀନ ପଟ୍ଟନାୟକ ଅଛନ୍ତି, ବିଜୁ ଜନତା ଦଳ ପ୍ରତି ଭଲ ପାଇବା ମଧ୍ୟ ଅଛି। ଆପଣମାନେ ଜାଣି ରହିବା ଦରକାର ଯେ ଜଣେ ସର୍ବମାନ୍ୟ ନେତା ହେଲେ ମାନ୍ୟବର ନବୀନ ପଟ୍ଟନାୟକ। ଦ୍ୱିତୀୟ ନେତା ଏଠି କେହି ନାହାନ୍ତି। ସେ ଦଳର ମାଲିକ, ସେ ଦଳର ସବୁକିଛି। ତେଣୁ ଆଉ କାହା କଥା ବାବଦରେ ମୁଁ କିଛି କହିପାରିବି। ତେଣୁ କିଏ ଗୋଟେ କହିଲା ମୋତେ ଦୁଇ ଫାଳ ହେଇଗଲା ଦଳ। ଆଉ ଦଳ ଦୁଇ ଫାଳ କାହିଁ ହେବ? ତାହେଲେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ଇଲେକ୍ସନରେ ତାକୁ ସାଇଡଲାଇନ୍ କରିକି ଯୋଗୀ ମୋଦି ଏବଂ ଅମିତ ଶାହ ଯାହା କଲେ, ଯୋଗୀ ରୁଷିଲେ। ତାପରେ ଉତ୍ତରପ୍ରଦେଶ ଫଳାଫଳ କ'ଣ ହେଲା ବିଜେପିର? ତ ସେମିତି କ'ଣ ହୁଏନି? ପ୍ରତ୍ୟେକ ରାଜନୈତିକ ଦଳର ହୁଏ, ଏଠି ବି ସେୟା ହେଉଛି। ଆଉ ସେ ସ୍ଥିତି ନାହିଁ। ଆମେ ତ ସରକାର ନାହୁଁ। ତ ପାଣ୍ଡିଆନ କଥା ଉଠୁଛୁ କୋଉଠୁ? ନା, ସିଏ ତ ନିଜେ ସନ୍ନ୍ୟାସ ନେଇଯାଇଛନ୍ତି ବୋଧେ କହିଥିଲେ ଆପଣମାନଙ୍କୁ। ସେ ତ ନେଇଯାଇଛନ୍ତି। ଯଦି ଥିବ ମାନ୍ୟବର ସଭାପତି ଚିନ୍ତା କରିବେ। ବିବାଦ ନାହିଁ, ଯାହା କିଛି ଅଛି ଆପଣମାନେ ଜାଣୁଛନ୍ତି। ମାନ୍ୟବର ସଭାପତି ସବୁ ଜାଣୁଛନ୍ତି। ଆସନ୍ତା ଦିନେ 2 ଦିନ ଭିତରେ ସବୁ କିଛି ନିଷ୍ପତ୍ତି ମାନ୍ୟବର ସଭାପତି ନେବେ। ବିବାଦ ଯଦି ଛୋଟମୋଟ ହୁଏ ଟିକେ, ତା ଦେହରେ କ'ଣ ଅଛି? କିଛି ନାହିଁ, କିଛି କ୍ଷତି ନାହିଁ। ଏମିତି ପ୍ରତ୍ୟେକ ଦଳରେ ହୁଏ। ହେଲା, ତେଣୁ ତା ଦେହରେ କ'ଣ ଏଇଟା ବଡ଼ ଇସ୍ୟୁ ନୁହେଁ। ଆପଣମାନେ ତ ବଡ଼ ଇସ୍ୟୁ କରୁଛନ୍ତି, କିନ୍ତୁ ଅନ୍ୟ ଦଳ ରାଜନୈତିକ ଦଳ ମାନେ ଆକୁ କଲର କରୁଛନ୍ତି। ସେମିତି କିଛି ନାହିଁ। ତେଣୁ ମାନ୍ୟବର ସଭାପତି ସବୁ ଜାଣିଛନ୍ତି, ତା ଭିତରେ ସେ ନିଷ୍ପତ୍ତି ନେବେ। ଭୁଲ ନାହିଁ। ଯେତେବେଳେ କୁହାହେଲା ନିଜର ଉଚିତ, ନିଜ ମନକୁ ପଚାର କ'ଣ କାହାକୁ ଭୋଟ ଦେବେ କାହାକୁ ନଦେବେ। ସେଇ ଜାଗାରେ ଟିକେ ବିଭ୍ରାଟ ହେଲା। କିଏ କିଏ ଦେଇଦେଲେ ସେଇଟା ଟିକେ ମାନ୍ୟବର ସଭାପତିଙ୍କ ପ୍ରଥମ ନିର୍ଦ୍ଦେଶଟାକୁ ପାଳନ କରିବାରେ କିଛି ବ୍ୟତିକ୍ରମ କିଛି ଜାଗାରେ ହେଇଗଲା, ଯେଉଁଥିପାଇଁ ବିବାଦ ଆସିଲା। କିନ୍ତୁ ଏଇଟା ବଡ଼ କଥା ନୁହେଁ। ୱାକଫ ବିଲ୍ ତ ତାର ପାସ୍ ହେଇଗଲାଣି, ତ ତାକୁ ନେଇ ବଡ଼ କଥା ନୁହେଁ। ବାକି ଏଠି ଦଳର ଶୃଙ୍ଖଳାକୁ କେଉଁମାନେ ଭାଙ୍ଗିଛନ୍ତି, କ'ଣ କରୁଛନ୍ତି, ତାକୁ ମାନ୍ୟବର ସଭାପତି ଦିନେ 2 ଦିନ ଭିତରେ ନିଷ୍ପତ୍ତି ନେବେ। ଏଇଟା ଆପଣମାନେ ମଧ୍ୟ ଜାଣିବେ। ନା ନାଇଁ, ଦେଖନ୍ତୁ, ଏଇଟା ତ ବିଜୁ ଜନତା ଦଳର ସବୁଠାରୁ ସୁନ୍ଦର ଗୁଣ ହେଉଛି ଏଠି ସମସ୍ତେ ସ୍ୱାଧୀନ। ଏଠି ସମସ୍ତେ ମତାମତ ଅନ୍ୟ ଦଳ ଭଳି ନୁହଁ ଯେ ମତାମତ ପ୍ରକାଶ କରିବାରେ ବାଧକ। ଏଠି ସମସ୍ତେ ନିଜ ନିଜ ମତାମତ ଦେଇପାରିବେ। ଏ ସ୍ୱାଧୀନତା ବିଜୁ ଜନତା ଦଳ ସମସ୍ତଙ୍କୁ ଦେଇଛି। ତେଣୁ କିଏ କ'ଣ ଲେଖିଲା କ'ଣ କଲା ତା ଦେହରେ ଆମର କିଛି କହିବା ନାହିଁ। କିନ୍ତୁ ଲେଖିବା ପୂର୍ବରୁ ଚିନ୍ତା କରିବା ଦରକାର ଦଳ ଏବଂ ସଭାପତିଙ୍କର ମାନ ସମ୍ମାନ, ନିଜ ଭାବମୂର୍ତ୍ତି ଉପରେ କିଛି ଫରକ ପଡ଼ିବ କି, ସେଟା ଲେଖିବା ପୂର୍ବରୁ ଚିନ୍ତା କରିବା ଦରକାର ସମସ୍ତଙ୍କୁ। ସେ ସବୁ ବାବଦରେ ମୁଁ କିଏ କହିବା ପାଇଁ? ତାକୁ ତ ମାନ୍ୟବର ସଭାପତି ନିଷ୍ପତ୍ତି ନେବେ ନା। ସୁପ୍ରିମଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଯାଇଛନ୍ତି କି ସପକ୍ଷରେ ଯାଇଛନ୍ତି, କ'ଣ ଅଛନ୍ତି, ସେ ସବୁ ଅନୁଶୀଳନ କରୁଛନ୍ତି ମାନ୍ୟବର ସଭାପତି ନବୀନ ପଟ୍ଟନାୟକ। ନିଶ୍ଚିତ ଭାବରେ ଆପଣମାନେ ଜାଣିବେ ଉଚିତ ପଦକ୍ଷେପ। ପାଣ୍ଡିଆନ କିଏ? ପାଣ୍ଡିଆନ ଆମେ ତ ଜାଣୁ। ଆମେ ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ନେତା। ତେଣୁ ପାଣ୍ଡିଆନ କଥା ଉଠୁଛି କୋଉଠୁ? ଆମେ ଜାଣିନୁ କିଛି ତାଙ୍କ ବିଷୟରେ। ଆମେ କିଛି ଜାଣିନୁ। ଆମେ ଜଣକୁ ମାନିଛୁ, ସେ ହେଉଛି ନବୀନ। ମୁଁ ଜାଣିନି ପାଣ୍ଡିଆନ ସପକ୍ଷରେ କୋଉ ନେତା ବାହାରୁଛନ୍ତି, ପାଣ୍ଡିଆନ କ'ଣ କହୁଛନ୍ତି, ସେସବୁ କଥା ଆମେ ଜାଣିନୁ। ଅତୀତରେ ଯେତେବେଳେ 2019ରୁ 2024ରେ ଶାସନ ଚାଲିଥିଲା, ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କ ପଟରୁ ମାନ୍ୟବର ମୁଖ୍ୟମନ୍ତ୍ରୀ କିଛି ଦାୟିତ୍ୱ ଦେଇଥିଲେ 5ଟି ସଚିବଙ୍କୁ, ଏବଂ ସିଏ କିଛି ବୁଲାବୁଲି କରି ସେଇ ଯେଉଁ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିଲେ, ଦେଖୁଥିଲେ। ଏ ହେଲା କଥା। କିନ୍ତୁ ବର୍ତ୍ତମାନ 2024 ଇଲେକ୍ସନ ପରେ ଆଉ ସେ ସ୍ଥିତି ନାହିଁ। ଆମେ ତ ସରକାର ନାହୁଁ। ତେଣୁ ପାଣ୍ଡିଆନ କଥା ଉଠୁଛୁ କୋଉଠୁ? ନା, ସିଏ ତ ନିଜେ ସନ୍ନ୍ୟାସ ନେଇଯାଇଛନ୍ତି ବୋଧେ କହିଥିଲେ ଆପଣମାନଙ୍କୁ। ସେ ତ ନେଇଯାଇଛନ୍ତି। ଯଦି ଥିବ ମାନ୍ୟବର ସଭାପତି ଚିନ୍ତା କରିବେ। କିନ୍ତୁ ଯଦି ସେ ସନ୍ନ୍ୟାସ ନେଇଯାଇଛନ୍ତି, କିନ୍ତୁ ଆପଣଙ୍କର 4 ସାଂସଦ ତାଙ୍କ ସପକ୍ଷରେ ବାହାରିବା, ପାଣ୍ଡିଆନକୁ ଅଯଥା ବଦନାମ କରାଯାଉଛି। ନା ନା, ଦେଖନ୍ତୁ, ଆପଣମାନେ ଜାଣି ରହିବା ଦରକାର ଯେ ଜଣେ ସର୍ବମାନ୍ୟ ନେତା ହେଲେ ମାନ୍ୟବର ନବୀନ ପଟ୍ଟନାୟକ। ଦ୍ୱିତୀୟ ନେତା ଏଠି କେହି ନାହାନ୍ତି। ସେ ଦଳର ମାଲିକ, ସେ ଦଳର ସବୁକିଛି। ତେଣୁ ଆଉ କାହା କଥା ବାବଦରେ ମୁଁ କିଛି କହିପାରିବି। ନିଶ୍ଚିତ ଆମେ ମଧ୍ୟ ଲୋକ ପ୍ରଶ୍ନ କରୁଛନ୍ତି। ଆମେ ମଧ୍ୟ ବ୍ୟତିବ୍ୟସ୍ତ। ଲୋକ ପଚାରିବେନି, ଆମକୁ ପଚାରିବେ ଯେ ବିଜୁ ଜନତା ସ୍ଥିତି କ'ଣ, ଯେ ଏଭଳି ହେଲା। ତେଣୁ ଏଇ ଯେଉଁ ଭୁଲଟା ହେଇଛି, ଲୋକ ଖରାପ ମେସେଜ ଯାଇଛି, ନିଶ୍ଚୟ ଭାବେ ତାର ପ୍ରତିକାର କରିବେ। ଯାହା ଡ୍ୟାମେଜ ହେଇଛି, ଡ୍ୟାମେଜ କଣ୍ଟ୍ରୋଲ ହେବ। ମାନ୍ୟବର ସଭାପତି ନିଷ୍ପତ୍ତି ମାନ୍ୟବର ସଭାପତି କରିବେ କିଛି ତାକୁ। କିନ୍ତୁ ତା ଦେହରେ କିଛି ଜାଣେ, ଇଏ ଗୋଟେ ଛୋଟ ଛୋଟ ଘଟଣା ଘଟେ। ତେଣୁ କିଏ ଗୋଟେ କହିଲା ମୋତେ ଦୁଇ ଫାଳ ହେଇଗଲା ଦଳ। ଆଉ ଦଳ ଦୁଇ ଫାଳ କାହିଁ ହେବ?
ताले योगी आदित्यनाथ उत्तर प्रदेश इलेक्शन में ताकू साइडलाइन करिकी योगी मोदी और अमित शाह जा कले योगी रुसिले तापर उत्तर प्रदेश फलाफल कौन है बीजेपी रो तो सेमती कौन हुए नहीं प्रत्येक राजनीतिक दल हुए एठी भी से होचे ताको मतामत शुणु मु देवाशीष सामंत कौन कहले किए कौन कहले तापर मोर किछि कहबार नहीं केवल मोर एतिक समस्त अनुरोध दल जो सर्वमान्य नेता जो मैंने अच्छे सब जो बड़ बड़ नेता जो सांसद हो जी भी हूँ एमती कौन प्रतिक्रिया मीडिया रे न दिंतु जोटा कि माननीय सभापति भावपूर्ति में आँच आसो किए देला ठीक अच्छे किए नारा देले लोक सब किसी देपारे कहली पे स्वाधीनता समस्त किए दल देती स्वाधीनता समस्त सबकि कहीपर एठी कौन किसी अच्छी आम कह आम चाहिए दलर मालिक नवीन पट्टनायक सी जहाँ चाहिए से हो तो किए कौन करुच्ची कौन मीडिया के कहूँ कौन ट्वीट करुच्ची सब माननीय सभापति नवीन पट्टनायक जानी क्लीयर करेंगे आप देखो आमर जो मैंने दलीय मुख्य अच्छे जो मैंने मुख्य सब नेता अच्छा सीनियर लीडर से अवगत करेंगे आप कहीं व्यस्त होती गोटे बड़ कन्फ्यूज चलछि जे बीजेडी रे कोन चलिछि नवीन निवास रे कोन चलिछि मीटिंग करूछंती के कहा सो अछंती किछि कन्फ्यूजन केही भाग भाग मीटिंग समस्त जाउछनी नवीन निवास भाग भाग मीटिंग कोडी बसिले तापर जिवे आपण आज जो बसले नवीन निवास आमे आज गोटे खाया पे बसतलु काल रात्री बसतलु आज बसु हमर कोन जिबे सब अवगत करिवे एबे एबे जाउछु हमें जिबु आमे जिबु सबते जणेबार कोन अछि मनर कथा जणेबार किछि नै मान्यवर सभापति सब जानि सारलेनी आमे केवल एति जणेबु जे आमे अछु सांगे ହେଇଥିବ ଆପଣମାନେ ଯଦି ଅନୁମାନ କରୁଛନ୍ତି ତାହେଲେ ହେଇଥାଇ ପାରେ ଡିଲ୍ କଥାଟା ଯୋଉ ଆସିଛି ଭଲ ଭିତରେ ମୁସା ଯୋଉଟା ଉପାଖ୍ୟାନ କରିଥିଲେ ଆପଣ ଷ୍ଟାର୍ଟ କରିଥିଲେ କିଏ ସେ ମୁସା କୋଳି ହଁ ତା ମାନେ ଆପଣମାନେ କିଛି ପରିଶ୍ରମ କରିବେନି କେବଳ ମୁଁ କରିବି ତାହେଲେ ଗଣତନ୍ତ୍ର ଆପଣ ଆଉ ଗୋଟେ କେତେ ବଡ଼ ସ୍ତମ୍ଭ ଆପଣ ମାନେ କଣ କରିବେ ମୁଁ ତ ସବୁ କରିବି ରୋଷେଇ କରିବି ଖାଇବାକୁ ଦେବି ସବୁ ମୁଁ କରିବି ଆପଣ ମାନେ ମୁସା ବାଛିବେନି ଖୋଜିବେନି ମୁଁ କାଇଁ କହିବି କିଏ ଭିଲିଆନ ମୁଁ ଭାଇ କାହିଁ କାହାକୁ କାହିଁ ନିର୍ବାଚନ ରେ ଢୋଲ ଭିତରେ ମୁସା ରହିଲା ରାଜ୍ୟସଭା ବଟିଗଲେ ବି କୋन ଢୋଲ ଭିତରେ ମୁସା ରହିଲା ଆପଣ ଚିନ୍ତା କରନ୍ତୁ ମୁଁ ତ ଥରେ କହିସାରିଛି ମାନେ କହିସାରିଛି ତ ତାପରେ ଆପଣ ଅନୁସରଣ କରନ୍ତୁ ମୁଁ ଠିକ କହିଛି ଭୁଲ କହିଛି सर देवाशीष सामंतरे जो कथा कहिले जे ए कथाटा केमती आसिला कोन हैला से जो बयान देले ताकू नेगिरी केमती कोन सुन देवाशीष सामंतरे हेले दलर अन्यतम प्रतिष्ठाता सभ्य सीनियर लीडर ठीक अच्छे तेणु सी एत बड़ सीनियर लीडर कौन भाभी कही निश्चित भाव में कहर अर्थ कि पछे तेणु मुझे कथा नवीन निवास रे बैठक होची सीनियर नेता माने बाहरचंदी कहउचनी दलर सब ठीक ठाक अछि श्रृंखला अछि दल दलर कोन प्रकृति रे श्रृंखला अछि हां अछि श्रृंखला आपण भाबु जे श्रृंखला नाही काई दल रे आज भी आमर सर्वमान्य नेता नवीन पट्टनायक ताको नेतृत्व को चैलेंज करिवार क्षमता कार अछि कि जदि चैलेंज करे क्षमता कार नेता दल श्रृंखला रहिलानी केमि ताले कोन दल संपूर्ण श्रृंखलित अच्छी एत बड़ दल एत सभ्य तादर खुटखाट रही ता माने कौन दल विशृंखलित हो गला बिल्कुल भी क्षति होनी जो किछि क्षति नहीं मीडिया को आसीबा जो पांड्यान को समर्थन करबा निज दलर सांसद को बदनामी करबा सेटा तो भूल कथा सेटा सुनतु जो माने देवाशीष सामंतराय को आक्षेप करी कहले सेटा कहया पूर्व दिथर चिंता करिया दरकार से माने केबे हेले देवाशीष सामंतराय केबे आसिले से दल जन अन्यतम सीनियर लीडर जहाँ कहवा कथा व्यक्तिगत कह मीडिया को आसाटा पसंद है उचित नुह मु भावुची मु जानी का सपक्ष का विपक्ष ता भीतर आमर किछ कहबार नै पांड्यान कथा सी समस्त जनकर आज्ञा दिन से नवीन पट्टनायक किए का सपक्ष बाहर कौन कले ता भीतर हुए नहीं को अच्छे अनेक नेता अच्छे मुझे को नेता भल पाए सपक्ष जी कई क्या समस्ते वकिलाती समस्ते जनक नेता मानी से नवीन पट्टनायक आ किछि नै आपण माने एटा को अधिक निष्पत्ति को विरोध करके आउ गोटे भोट देले केमती तार सेटा मान्यवर सभापति विचार करछथि कोटा ठीक किए भूल करछि कोन करछि दलर मुख्य तो चिंता करिवेनी आमे किए कहबे आगे आउड कथा चर्चा होजे देवाशीष सामंतरा काल जो कहिले पांड्यान को विषय रे ताको ऊपर एक्शन आपे आउड गोष्ठी दाबी करछन ताको ठीक हो एक्शन करले मु जानि से भीतर आपण माने जानि मु तो से विषय कि जानि एक्शन काई नै हबो एक्शन से आमे तो जानिनु किछि एक्शन कोन हबो न हबो सो मान्यवर सभापति निष्पत्ति रे आबे की नवीन को सुप्रीम को भी काठगोड़ा को टाणी उठुंती पांड्यान को सुरक्षा देबा शासक के किछि काठगोड़ा टोनाती नवीन पट्टनायक ताको जागा रे अछि आमे ताको सर्वमान्य नेता बोली मानिछु आ किछि एबे को प्याज पके समय हेले किछि सेमति किछि हेइनी प्याज पड़ला बळिया सभापति निष्पत्ति नेबे कोन हबो कोन प्रथम थोर सुप्रीम को निर्देश को जने नेता किछि दलर किछि नेता मानिलेनी बड़ बड़ घटना जदि आपण माने कहया अनुसार सुप्रीम को निर्देश को किछि नेता मानिलेनी तार सुप्रीम से विषय बुझिबे आमे के
ଦଳ ତାଙ୍କର ସିଏ ବୁଝିବେ କ'ଣ ହେଇଛି ନ ହେଇଛି। ଦେଖନ୍ତୁ ଆଜ୍ଞା ଏମିତି କେତେ ଲହଡ଼ି କେତେ ପାଣି ନଈରେ ପ୍ରତ୍ୟେକ ବର୍ଷ ବନ୍ୟା ଆସେ କେତେ ପାଣି ଭାସିଯାଏ ସମୁଦ୍ରକୁ ଏମିତି କେତେ କଥା ଆସିବ କେତେ କଥା ଯିବ ପୁଣି ଅଛି ଆଗକୁ କ'ଣ ଆଦେହରେ ଅଛି। ଏଥର ଆକ୍ସନ ହବ ତ ମୁଁ କହିବା ମୁଁ କିଏ ଆଜ୍ଞା ଆପଣଙ୍କୁ ଲାଗୁନି ଆକ୍ସନ ନହେଲେ ବିଶୃଙ୍ଖଳା ମତେ ବହୁତ କିଛି ଲାଗୁଛି ମୋ ଲାଗେ ଏଠି କ'ଣ ଅଛି କଣ କଣ ଲାଗୁଛି ମତେ ଲାଗୁଛି ମତେ ଟିକେ ଜ୍ୱର ଲାଗୁଛି ମତେ ଥଣ୍ଡା ଲାଗୁଛି ମତେ ଲାଗୁଛି ତ ବହୁତ କିଛି ଭୋକ ଲାଗୁଛି ବିଜେଡି କମ୍ପନ ଦେଖି କିଛି 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 କମ୍ପନ ନାହିଁ କାହିଁ ବ୍ୟସ୍ତ ହଉଛି ସବୁ ଠିକ। ସାଂସଦ ମାନେ ଖାଲି ବିରୁଦ୍ଧରେ ଲେଖିଲେ ଫେସବୁକ ରେ ଯୋଉ ମାଲପିସ୍ କରୁଛନ୍ତି ଅନେକ କଥା ଲେଖିଲେ କିଏ ମାଲପିସ୍ ଦେବାଶିଷ ସାମନ୍ତରାୟଙ୍କୁ ଆଉ ରାଜ୍ୟସଭା ସାଂସଦ ମାନେ ଆପଣଙ୍କର ଫେସବୁକ ରେ ଲେଖିଲେ ଓପନଲି ପୁରା ବିବାଦ ଆହୁରି ବଢିଲା। ମୁଁ ଜାଣିନି ସେ ମାଲ ପିଉଥିବେ ଲେଖିଛନ୍ତି ସେ କହିପାରିବେ ପୁରା ନିୟନ୍ତ୍ରଣରେ କିଏ କହିଲା ଆପଣ ମାନେ ଟିକେ ଅନିୟନ୍ତ୍ରଣ ହେଇଯାଉଛନ୍ତି ନା ଦଳ ପୁରା ହଁ କ'ଣ ହେଇଥିବ ମୁଁ ଜାଣି ସାଂସଦ ମାନେ କହିବେ ଆପଣ ଟିକେ ଏଇ କଥା ସାଂସଦ ମାନଙ୍କୁ ପଚାରନ୍ତୁ ଯେ ଟ୍ୱିଟ୍ କରୁଛନ୍ତି ଆମେ କିଏ କାହା ନିର୍ଦ୍ଦେଶରେ ଟ୍ୱିଟ୍ ହେଲା ସବୁ ଆପଣ ମାନେ ସବୁ ଜାଣିକି ରହିଲେ ଆଜ୍ଞା ଗୋଟେ ଆକ୍ସନ ପାଇଁ ଦାବି ହଉଛି ଆକ୍ସନ ହବା ଦରକାର ଯେ ଶଶୀ ପାତ୍ର ବିରୁଦ୍ଧରେ କାଲି ମୁନା ଖା ଯାଇକି ଭେଟିଲେ କିଛି ନେତା ଚିଠି ମଧ୍ୟ କରିଥିଲେ ଆକୁ କେମିତି ଦେଖୁଛୁ ସବୁଥିରୁ ବଞ୍ଚିତ କରି କାହିଁ ଆମକୁ ତା ଭିତରେ ପୁରଉଛ ଭାଇ ଆକ୍ସନ ହବା ଦରକାର କିଛି କ'ଣ ହବା ନହବା ସବୁ ମାନ୍ୟବର ସଭାପତି ନିଷ୍ପତ୍ତି ନେବେ ଆମେ କିଏ ଆମେ ନିମିତ୍ତ ମାତ୍ର ଆମେ ଗୋଟିଏ କଥା କେବଳ କହିବୁ କାୟମନ ବାକ୍ୟରେ ନବୀନ ପଟ୍ଟନାୟକ ସର୍ବମାନ୍ୟ ନେତା ଆମେ ତାକୁ ଭଲ ପାଉ ସମ୍ମାନ କରୁ ଏ ହୃଦୟ ଭିତରେ ନବୀନ ପଟ୍ଟନାୟକ ଆଉ ଦ୍ୱିତୀୟ କଥା ଆମ ପାଖରେ କିଛି ନାହିଁ ବିବାଦର ସମାଧାନ ପାଇଁ କ'ଣ ମୁଁ କିଏ ଆଜ୍ଞା କହିବା ପାଇଁ ମୁଁ ଦଳର ନା ମୁଖପାତ୍ର ନା ସିନିୟର ଲିଡର ନା କ'ଣ ଆପଣମାନେ ଆମେ ନବୀନ ପଟ୍ଟନାୟକ ଭଲ ପାଉଛୁ ଦଳକୁ ଭଲ ପାଉଛୁ ହେଲା କଥା ତେଣୁ ଆମ ଆଖି ଆଗରେ ଗୋଟିଏ କଥା ଯାହା କିଛି ହବ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ମାନ୍ୟବର ସଭାପତି ନେବେ। କିନ୍ତୁ ଗତକାଲି ଯୋଉ ଭାବରେ ପାଣ୍ଡିଆନଙ୍କ ସପକ୍ଷରେ ସାଂସଦମାନେ ବାହାରିଲେ ଏବେ ବି ପାଣ୍ଡିଆନ ଅଛନ୍ତି ପାଣ୍ଡିଆନ କଥା ଆଜ୍ଞା ମତେ ପଚାରନ୍ତୁ ମୁଁ ଜଣକୁ ଚିହ୍ନିଛି ସେ ହେଉଛି ନବୀନ ପଟ୍ଟନାୟକ ଆମର ତାକୁ ଚିହ୍ନିବା ଆବଶ୍ୟକତା କିଛି ନାହିଁ କିଏ ଅଛନ୍ତି କିଏ ନ ଅଛି ସିଏ ଅତୀତରେ କାମ କରୁଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଦଳୀୟ ସରକାର ଯାହା ଉନ୍ନତିମୂଳକ କାର୍ଯ୍ୟ କରୁଥିଲା ତାକୁ ତଦାରଖ କରୁଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତେଣୁ ସେ ଆମେ ଏବେ ସରକାରରେ ନାହୁଁ ତେଣୁ ପାଣ୍ଡିଆନ କଥା ଉଠୁଛି କୋଉଠି ହବ ଏ ତ ଅତୀତ ନାଇଁ ନାଇଁ ଆମେ ଲେଖିବୁ ଏଇଆ ଯେ ଯୁବ ନେତା ଆମେ ଯୋଉ ଚିଠି ମୁଖ୍ୟମନ୍ତ୍ରୀ ଜଣେଇବୁ ଏଇଆ ଯେ ଯାହା କିଛି ଚାଲିଛି ତ୍ୱରିତ ପଦକ୍ଷେପ ନିଅନ୍ତୁ ତଳ ସ୍ତରକୁ କଥାଟା କେମିତି ଗୋଟେ ଅଲଗା ପ୍ରକାର ଲାଗୁଛି କାରଣ ବିଜେପି ବାଲା ଯୋଉ କଂଗ୍ରେସ ବାଲା ଯୋଉ ଆରୋପ ଲଗାଉଛନ୍ତି ଯେ ବିଜେପିର ବି ଟିମ୍ ବିଜେଡି ସେଇଟା ଆମକୁ ବହୁତ ଖରାପ ଲାଗୁଛି ହେଲା କଥା କିନ୍ତୁ ପ୍ରକୃତରେ 24 ବର୍ଷ ଶାସନ ଆମେ କରିଛୁ ଲୋକଙ୍କ ମନରେ ଏବେ ବି ନବୀନ ପଟ୍ଟନାୟକ ଅଛନ୍ତି ବିଜୁ ଜନତା ଦଳ ପ୍ରତି ଭଲ ପାଇବା ମଧ୍ୟ ଅଛି ପାଣ୍ଡିଆନ ମୁଁ ଆପଣଙ୍କୁ ବାରମ୍ବାର କହିଲି ମୁଁ ତାଙ୍କ ସିଏ ଅତୀତ ପାଣ୍ଡିଆନ କଥା ମୁଁ କିଛି କହିପାରିବି ଗୋଟିଏ ନେତା ନବୀନ ପଟ୍ଟନାୟକ ତାଙ୍କ ନିର୍ଦ୍ଦେଶ ସବୁ କିଛି ଚାଲିଛି ମୂଷା ତ ରହିବେ ନହେଲେ ତମ ଆମର ବେଶୀ ହେଇଯିବନି ଧାନ କିଛି କାଟିବେ ଆମେ ଧାନ ବା ବହୁତ ଅଛି ତେଣୁ ତା ଭିତରେ ମୂଷା ରହିବେ ମୁଁ କେମିତି କହିବି ମୂଷାର ଦେଖ ସେ ମୂଷା ଗୁରା ଏବେ କାପିବାରା ହେଇଗଲେଣି ହେଲା ମୂଷା ମୂଷା ହେଇନାହାନ୍ତି କାପିବାରା ହେଲା ଆମେ କିଏ ବିଦା କରିବା ପାଇଁ ଆଜ୍ଞା